ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ଟପିକ୍ ବିଷୟରେ ମୁଁ ଆପଣଙ୍କୁ କହିବି ସେଇଟା ହେଲା ଆପଣଙ୍କ ଜାତକରେ ପୁଣ୍ୟ। କହନ୍ତି ଆମେ ଯେ ପୁଣ୍ୟ ବଳ ତୋର ଥିବାର ଅଛି। ମୋର ପୁଣ୍ୟ ବଳ ଥିଲା ବୋଲି ମୁଁ ବଞ୍ଚିଗଲି। ଜାତକରେ ସେଇଟା କେମିତି ଦେଖିବେ ଏବଂ କ'ଣ କରିବେ ସେଥିପାଇଁ ମନେ ରଖିଥାନ୍ତୁ। ପୁଣ୍ୟଟା ଆପଣ ଯେଉଁ ଜିନିଷ ଆପଣଙ୍କର କିଛି ସ୍ୱାର୍ଥ ନାହିଁ, କିନ୍ତୁ ଆପଣ ହୃଦୟର ସଚ୍ଚା ଇଣ୍ଟରେଷ୍ଟ ନେଇକି, କ୍ଷମା କରିବେ ମୁଁ ତ ଏତେ ପାୱାରଫୁଲ୍ ଓଡ଼ିଆ କହିପାରୁନି, ମୋର କହିବାର ତାତ୍ପର୍ଯ୍ୟଟାକୁ ବୁଝନ୍ତୁ ଯେ ଆପଣଙ୍କର ହୃଦୟରେ ଗୋଟେ ସଚ୍ଚା ମନୋଭାବ ଥିବା ଦରକାର ଯେ ମୁଁ ଗୋଟେ ଲୋକର ସାହାଯ୍ୟ କରିବି। ସେଇଟା ପ୍ରଥମ ଜିନିଷ। ଦ୍ୱିତୀୟତଃ ସେଥିପାଇଁ ଆପଣ ଟାଇମ୍ ଦେଲେ। ଖାଲି ଏଠି ମୁଁ ଲୋକ କହୁନାହିଁ, ଆପଣ ଗୋଟେ ପଶୁ ପକ୍ଷୀ ଗଛ ଯେକୌଣସି ଜୀବନ୍ତ, ଆପଣ ଜାଣିଛନ୍ତି ଗଛ ବି ଜୀବନ୍ତ। ପ୍ରଫେସର ସତୀଶ ଚନ୍ଦ୍ର ବୋଷ ବୋଧେ ନା ଜଗଦୀଶ ଚନ୍ଦ୍ର ବୋଷ, ଦୁଇ ଜଣ ବୋଷ ଥିଲେ, ଯେଉଁଠି ବୋସନ୍ ପାର୍ଟିକଲ୍, ଜଣେ ଫିଜିକ୍ସ ଆଉ ଜଣେ ସତୀଶ ଚନ୍ଦ୍ର ବୋଷ। ସତୀଶ ଚନ୍ଦ୍ର ବୋଷକୁ ମାତ୍ର ହେଉଛି ପ୍ଲାଣ୍ଟ ଆଲାଇଭ୍, ମୁଁ ଠିକ୍ରେ ମନେ ପଡ଼ୁନି। ଆଉ ଜଣେ ହେଲା ସତ୍ୟଜିତ ରାୟ। ତ ବେଙ୍ଗଲ ବହୁତ ଭଲ ଭଲ ଲୋକ ୱେଷ୍ଟ ବେଙ୍ଗଲରେ ସବୁ ପ୍ରଡ୍ୟୁସ୍ କରିଛି। ଏଇଟା ବହୁତ ଭଲ କଥା। ମୁଁ କାହାକୁ ରାଜ୍ୟକୁ ଟେକୁ ନାହିଁ। ଯେଉଁମାନେ କି ଇଣ୍ଟରନ୍ୟାସନାଲ୍ ଫେମ୍ ଆସିଲା ତ ଭାରତ ନାଁ ଆସିଗଲା, ଆଉ ରାଜ୍ୟକୁ କ'ଣ କହିବି। ତ ଯଦି ଆପଣ କିଛି କାମ କରୁଛନ୍ତି, ଗଛ ବଞ୍ଚିଛି, ଗଛକୁ ପାଣି ଦେଉଛନ୍ତି, ଗୋଟେ କୁକୁରଟେ ଆସୁଛି, ଆପଣ ଗୋଟେ ବକ୍ତ ନ ଖାଇକି ତାକୁ ଖାଇବାକୁ ଦେଉଛନ୍ତି। ଆପଣ କହିବେ ସାର୍ ମୋ ପାଖରେ ପଇସା ନାହିଁ, ମୁଁ ତ ଷ୍ଟୁଡେଣ୍ଟ ନା। ମୁଁ ଷ୍ଟୁଡେଣ୍ଟ ଆଜ୍ଞା, ମୁଁ ଯାଇକି ସେ କ୍ୟାଫେରେ ହଜାର ହଜାର ଟଙ୍କା ଉଡ଼େଇବି। ହୁକ୍କା ବାର୍ ସବୁ ଖୋଲିଗଲାଣି, ମୁଁ ଦେଖି ସେଠି ଯାଇ କିଛି ଅସୁବିଧା ନାହିଁ। ଆପଣଙ୍କର ପର୍ସନାଲ୍ ଜୀବନ, ପର୍ସନାଲ୍ ଚଏସ୍, ଆପଣଙ୍କର ପଇସା ଉଡ଼େଇବାର ଅଛି, ଉଡ଼ାନ୍ତୁ। କିନ୍ତୁ ଷ୍ଟୁଡେଣ୍ଟ ହିସାବରେ ଯେଉଁଠି ବହିରେ ଆପଣ 90% ଖର୍ଚ୍ଚ କରିବା କଥା, ବହି ପଢ଼ିବା କଥା, ନିଜର ଯେଉଁ ପାଠ ଷ୍ଟୁଡେଣ୍ଟମାନେ ପଢ଼ୁଛନ୍ତି ନା, କେଉଁ ଷ୍ଟୁଡେଣ୍ଟମାନେ ଖେଳୁଛନ୍ତି ବି, ସେଠି ଯେଉଁଟା ଉଡ଼େଇବା କଥା ସେମାନେ ନ ଉଡ଼େଇକି ସେ ଅନ୍ୟ ଜାଗାରେ ପଇସାଟାକୁ ଖର୍ଚ୍ଚ କରୁଛନ୍ତି। ସେ ଯାହା ବି ହେଉନା କାହିଁକି, ଯଦି ସେମିତି ଷ୍ଟୁଡେଣ୍ଟ ବି କିଏ ଅଛନ୍ତି ଶୁଣୁଛନ୍ତି ମୋ ଭିଡ଼ିଓ, ତାହେଲେ ଆପଣ ଗୋଟେ ବକ୍ତ ଖାଇବେନି। ଆଜି ଉପାସ କରିଦେବା। ଯଦି ଆପଣ ଗୋଟେ ଦିନକୁ 100-200 ଟଙ୍କାରେ ଖାଉଛନ୍ତି, ସେ 100-200 ଟଙ୍କାରେ ଆପଣ ବିସ୍କୁଟ୍ କିଣି ଆଣିବେ। ପାଖରେ ବୁଲୁଥିବା କୁକୁର ସେ ଆପଣଙ୍କୁ ଖାଲି ଦେଖିକି ଆଜ୍ଞା ଲାଞ୍ଜ ହଲେଇବେ, ଆମକୁ କିଛି ଖାଇବାକୁ ଦିଅନ୍ତୁ, ଆପଣ ଦେବେ। ମୁଁ କହେ ଆଜ୍ଞା, ଯାହା ମୁଁ କୁହେ ସେଟା ମୁଁ କରେ। ତ ମୁଁ ଏଟା କରିଛି, କରୁଛି। ତ ଆପଣ ଯଦି ଏଇ ଜିନିଷଟା କରୁଛନ୍ତି, ତାହେଲେ ସେଇଟା ହେଲା ଆପଣଙ୍କର ପୁଣ୍ୟ। ଦେଖିଲେ ଗୋଟେ ବାଟରେ ଗୋଟେ ଗାଈଟେ ଉଠି ପାରୁନି, ତାକୁ ନେଇକି ଆପଣ ହସ୍ପିଟାଲ ଗଲେ, ଯାଇପାରିବେ। ଯଦି ଆପଣଙ୍କ ହୃଦୟରେ ଇଚ୍ଛା ଅଛି, ତାହେଲେ ନିଶ୍ଚିତ ରୂପେ ଆନିମାଲ ହେଲ୍ପଲାଇନ୍କୁ ଫୋନ୍ କରିବେ, ତା ସାଙ୍ଗରେ ଯିବେ, କିଛି ପଇସା ଖର୍ଚ୍ଚ କରିବେ, ନିଶ୍ଚିତ ରୂପେ ହେବ। ବହୁତ ରେୟାର କେସ୍ ଛାଡ଼ି ଦିଅନ୍ତୁ, ଯେଉଁଠିକି ରାସ୍ତାରେ ବୁଲି ବୁଲି ଲୋକମାନେ ଆଜି ଭିକ ମାଗୁଛନ୍ତି, ଯେଉଁମାନେ ହୁଏତ ସେମାନେ ଏଇ ଜିନିଷଟା ନ କରିପାରନ୍ତି। ଯେକୌଣସି ଗୋଟେ ନର୍ମାଲ ଲୋକ ଯିଏକି ଖଇନି ଚା ପିଇବାରେ ପଛଘୁଞ୍ଚା ଦିଅନ୍ତି ନାହିଁ, IPL ଦେଖିବାରେ ଖୁବ୍ ଆଗ୍ରହୀ, ସେମାନେ ଯଦି ଟିକେ ତାଙ୍କ ହୃଦୟରୁ ଚେଷ୍ଟା କରିବେ, ତାହେଲେ ବହୁତ ଲୋକ, ପଶୁ ପକ୍ଷୀ, ଗଛ ପର୍ଯ୍ୟନ୍ତ ବଞ୍ଚେଇ ପାରିବେ। ଏଇ ଜିନିଷଟା ହେଲା ପୁଣ୍ୟ ଆଜ୍ଞା। ଏଇଟା ହେଲା ପୁଣ୍ୟ। ଜାତକରେ ପଞ୍ଚମ ଭାବର ଅଧିପତି ଆଉ ନବମ ଭାବର ଅଧିପତି ଆପଣଙ୍କର ପୁଣ୍ୟ ବଳକୁ ଦର୍ଶାନ୍ତି। ପଞ୍ଚମ ଭାବର ଅଧିପତି ପୂର୍ବ ଜନ୍ମର ପୁଣ୍ୟ, ନବମ ଭାବର ଅଧିପତି ଏ ଜନ୍ମର ପୁଣ୍ୟ। କ'ଣ ତା ଭିତରେ ଡିଫରେନ୍ସ ରହିଲା? ପୂର୍ବ ଜନ୍ମର ପୁଣ୍ୟ ଯଦି ଆପଣଙ୍କ ପାଖରେ ବହୁତ ନାହିଁ, ତାହେଲେ ଏ ଜନ୍ମର ପୁଣ୍ୟ କିନ୍ତୁ ବହୁତ ଅଧିକ ଅଛି। ତାହେଲେ ଆପଣ ଦେଖିବେ ଆପଣ ବହୁତ
जहाँटा भी किसी असुविधा हो आप टेकिकी पड़े माने भाग्यटा आपंकर ए जन्म पर बहुत भल अच्छे किंतु नेक्स्ट लाइफ नुहे। तेणु मु पर्सनाली कहे जे जो लोकर पंचम भावर अधिपति बहुत स्ट्रांग तार कमिंग 2-3 लाइफ एनश्योर खाली यही जन्मर पुण्यटा नुहे। पंचम भाव में बसी ग्रह पंचम भावर अधिपति नवम बसी ग्रह नवम अधिपति जदि ये उपरे आपण काम करती यही ग्रह गुड़ाकर जो काम अच्छी यदि से कम निजर मनोनिवेश करती आपंकर पुण्य बढ़। उदाहरण देकी बुझे दूची जातक पंचम अधिपति बहुत दुर्बल पंचम अधिपति द्वादश घरे अच्छी अर्थात पूर्वजन्मर पुण्य ना ही आप ठीक अच्छे। पंचम बसुं किए ना राहु भावी नियंतु राहु बसुं आपण जदि मो भाया संसार प्रति वैराग्य हेबे ताले आपणकर पूर्व पुण्य एते मिलिबो नाही। राहुंकर काम है अटैचमेंट आपण संसार को अटैच होकर रहिबे लोक मान संगे मिसिबे पिला माने परिवार पिला एमाने केमती आगु को बढ़िबा से विषय चिंता करिवे माया रे जते आपण इन्वॉल्व हेबे सेते आपणकर पुण्य बढ़िबो पूर्व पुण्य। राहु इंडिकेट करछे सेटा तार राहुर जो नेगेटिव जिनसटा अच्छे जे मद पीदे करप्शन करवा से गुड़ा भी कर ना किंतु यही भाया लोक मैंने देखिए आप करप्शन करके भी टिकीजे। पंचम राहु तक हेल्प करदे सामान जिन नवम राहु रही भी हेल्प करद सार बहुत लोग तो मारिक खाऊँ किसी होनी हम आज्ञा आज ना खाली हो कि ए जन्म हेनी ए जन्म जो जगह राहु बसचे से जगह से सपोर्ट करके पड़ेगा। जदि जातक पंचम अधिपति वीक अच्छी ताले आपण पुण्य उपर सब फोकस करंतु नवम अधिपति वीक अच्छी पुण्य उपर सब फोकस करंतु आपण भाग्य जीवन में आप टिकीजे। मो निज अभिज्ञतार कहूँ आज्ञा मोर किसी ना आप जानते घर द्वार गाड़ी घोड़ा संसार रोजगार किसी ना से बहुत भल कि मो माँ एपर्यंत बंची जी रिटायर्ड गवर्नमेंट ऑफिसर आप पेंशन अच्छी बोली मुझे चली जाऊँ मत लगुच किंतु मोर पुण्य बलटी अच्छी मुझे न खाए बर कि कुकुर को खाया दिए बिले को खाया दिए निजे निजे तो मुझे जानते गोटे वक्त कि अति बेस दिन को मैंने गोटे वक्त ही मुझे खाए ना सेकेंड वक्त जदि है टे क्षीर कि फल एमती खाए मुझे तो 2 वक्त भी खाए ना। तेणु पुण्य बल सब जीवन में बढ़ातु। पंचम अधिपति यदि बहुत स्ट्रांग अच्छी नवम अधिपति यदि बहुत स्ट्रांग अच्छी आप जन्म जिते करप्शन कले भी आपंकर किसी हेनी ता माने नुहे आग जन्म गुड़ा हेनी हम किंतु जातक जदि से भाया पंचम अधिपति बहुत दुर्बल नवम अधिपति बहुत दुर्बल आपड़ जिते पुण्य कले भी आप टेकी पारे। आम बहुत एत लोक साहाଯ୍य करुच्ची एत कुकुर बिल्ली को खाया दूसरी कि मोर कहीं किसी हेनी आज्ञा जदि 2टा जाक नवम अधिपति और पंचम अधिपति जातक दुर्बल ताले पूर्व पुण्य और ए जन्मर पुण्य आपण पाखे ना। हाँ यही कर्म जो आप करुँच निश्चित रूपे आपड़ जदि जो आगामी जन्म नेबे सेटा इनश्योर आगुरी भी कहूँ आउ थे कही रखुची पूर्व जन्म यही जन्मर कनसेप्ट जदि आप न नेबे ताले हिंदू धर्मर वेद केते मात्रा तुम कहीपर उपनिषद श्रीमद भगवत गीता से पुराण भी कहतु कौन जिनस चलो ना। हिंदू धर्मर मूल खाली हिंदू नुहे बुद्ध धर्म है कि जेको सब गोटे धर्मर ख्रीष्टियानिटी नुहे कि ख्रीष्टियानिटी भी से आप धर्म भी सब नि मिश्र ममिफिकेशन कहीं कराला जे आत्मा गोटे अच्छी बॉडीटा आत्मा नुहे से आउ थे फेर बॉडी यही कनसेप्ट था तो से जहाँ भी होना कहीं जदि आम पुनर्जन्म ये जन्म आप विश्वास करूना विश्वास कर किसी ना मुझे आप स्टडी हो लोक पूर्व जन्म गोटे अच्छा ये जन्म जन्म जदि बहुत कम केस स्टडी मिली किंतु केस स्टडी आप टीवी देखुए
ଯେ ସିଏ ତାର ପୂର୍ବଜନ୍ମ ସବୁ କଥା ଶୁଣିପାରୁଛି, ଦେଖିପାରୁଛି, ଜାଣିପାରୁଛି, ସତ୍ୟ ଘଟଣା ଉପରେ ଆଧାରିତ ସିରିଏଲ୍ ହେଉଛି। ତେଣୁ ପୂର୍ବଜନ୍ମ ଏ ଜନ୍ମ ଏଇଟା ପ୍ରୁଭ୍ ହେଇଛି, ନିଜେ ପ୍ରୁଭ୍ ଏମିତି। ଏଥିରେ ଆଉ ଖାଲି ମୁଁ ଶାସ୍ତ୍ର କଥା କହିଲେ ହେବନି। କିନ୍ତୁ ଯଦି ବି ଆପଣ ଏଇଟା ମାନନ୍ତିନି ତାହେଲେ ଆଉ ସେଥିରେ କିଛି ଭାବିବାର ନାହିଁ। ଆପଣଙ୍କ ପାଇଁ ମାନେ କୌଣସି ଧର୍ମ ଆଉ ରହିବ ନାହିଁ, ସବୁ ଅଧର୍ମ ହେଇଯିବ। ତେଣୁ ଯଦି ପଞ୍ଚମ ଅଧିପତି ଦୁର୍ବଳ ଆଜ୍ଞା, ତାହେଲେ ବହୁତ ଆପଣ ପୁଣ୍ୟ ଅର୍ଜନ କରନ୍ତୁ। ନବମ ଅଧିପତି ଦୁର୍ବଳ ଯଦି ବହୁତ ପୁଣ୍ୟ ଅର୍ଜନ କରନ୍ତୁ, ଟିକେ କିଛି ମାତ୍ରାରେ ଆପଣ ଭଲରେ ରହିବେ। ଏଟା କୁହାଯାଏ ପୁଣ୍ୟ ବଳ। ଯଦି ଏ ଦୁଇଟା ଯାକ ଗ୍ରହ ବହୁତ ଷ୍ଟ୍ରଙ୍ଗ ଅଛନ୍ତି, ପଞ୍ଚମ ଏବଂ ନବମ, ଆପଣ ପୁଣ୍ୟ ନ କରି କରପ୍ସନ୍ କରିଗଲେ ବି ଏ ଜନ୍ମରେ ଆପଣଙ୍କର କିଛି ଅସୁବିଧା ହେବ। ଯଦି ପୁଣ୍ୟ ବଳ ଆପଣଙ୍କର ନାହିଁ, ଆପଣ ଟିକେ ଯଦି ଇଲିଗାଲ କାମ କରିବେ ଠକି ଆପଣଙ୍କର ଅସୁବିଧାରେ ପଡ଼ିଯିବେ। ଯଦିଓ ମୁଁ ସେ ପୁଣ୍ୟ ବଳ ଥାଉ କି ନଥାଉ, କୌଣସି ଅନଏଥିକାଲ, ଇଲିଗାଲ ବା କରପ୍ସନକୁ ମୁଁ ସବୁବେଳେ ଦୂରେଇ ନିଜେ ରୁହେ ଏବଂ ଆପଣମାନଙ୍କୁ ଅନୁରୋଧ କରୁଛି ଦୂରେଇକି ରୁହନ୍ତୁ। ଏସବୁ ବାହାନା କରିବେନି ଯେ ନାଇଁ ସାର୍ ପିଲା ଛୁଆ ସଂସାର ପୋଷିବାର ଅଛି, ନିଜେ ବଞ୍ଚିଲେ ବ୍ୟାପାର ନା, ଆମେ ଅନ୍ୟମାନଙ୍କୁ ମାରି ଖାଇଯିବୁ ନା। ଖାଇପାରିବେ ନାହିଁ ଆପଣ ଖାଇଗଲେ ବି ଆପଣଙ୍କ ପିଲା ତାକୁ ଭରିବ। ହଉ, ଆଶା କରେ ଆଜି ପାଇଁ ଯାହା କହିବାର ଥିଲା ତାକୁ କହିଲି। ମୁଁ ନିଜେ ଜାଣିପାରୁଛି ଯେ ମୁଁ କହିଲା ବେଳେ ବହୁତ ଗୁଡ଼ିଏ ଜିନିଷ ଟିକେ ମିଶେଇ ଦେଉଛି, ତ ଆପଣ ଶୁଣନ୍ତୁ। ହୁଏତ ଅଳ୍ପ ସମୟ ଭିଡ଼ିଓ ବିଷୟରେ ଅଧିକ କିଛି କହିଦେବାକୁ ମୁଁ ଚାହୁଁଛି ବୋଲି ଏମିତି ହେଉଛି, ଆପଣ ଜାଣି ବି ପାରିବେ। ତେଣୁ ପୂର୍ବ ପୁଣ୍ୟ ଆଉ ଏ ଜନ୍ମର ପୁଣ୍ୟ ଆପଣଙ୍କର ଥାଉ କି ନଥାଉ, ପୁଣ୍ୟ ବଳକୁ ସର୍ବଦା ବଢ଼ାନ୍ତୁ। ନିଜେ ନ ଖାଇ ଲୋକଙ୍କୁ ଖାଇବାକୁ ଦିଅନ୍ତୁ, ନିଜେ ନ ଶୋଇ ଲୋକଙ୍କୁ ଶୋଇବାକୁ ଦିଅନ୍ତୁ। ଅର୍ଥାତ୍ ଗୋଟେ ନିଜ କମଳ ଯଦି ଆପଣଙ୍କର ଅଛି ଅନ୍ୟ କାହାକୁ ଦିଅନ୍ତୁ। ରବିନହୁଡ୍ କନସେପ୍ଟ ନୁହେଁ ଆଜ୍ଞା, ଖରାପ ଲୋକଙ୍କଠାରୁ ଚୋରି କରିକି ଆଣି ଅନ୍ୟ ଲୋକଙ୍କୁ ଆପଣ ମେଡିଟେଟର ହେବା କିଛି ଦରକାର ନାହିଁ। ଆପଣ ନିଜେ ଆପଣଙ୍କ ପାଖରେ ଯାହା ସାମର୍ଥ୍ୟ ଅଛି, ମୁଁ ଦୁଃଖର ସହିତ କହିବାକୁ ପଡୁଛି, ଭାରତ ବର୍ଷ ନୁହେଁ ସାରା ପୃଥିବୀ ବର୍ଷରେ ବହୁତ ଲୋକ ଆମର ଏମିତି ସ୍ଥିତି ନାହିଁ ଯେ ଆମ ପାଖରେ ମୌଳିକ ଆବଶ୍ୟକତା ନାହିଁ। ଆମ ପାଖରେ ଖଣ୍ଡେ, ମୁଁ ବୁଝୁଛି, ହଁ ମୋ ଭଳିଆ ଘର ଦ୍ୱାରା ବହୁତ ଲୋକଙ୍କ ପାଖରେ ନଥିବ, କିନ୍ତୁ ବସ୍ତ୍ର ଖଣ୍ଡେ ପିନ୍ଧିବା ପାଇଁ ଅଛି ଏବଂ ଖାଇବାକୁ ଖଣ୍ଡେ ଅଛି। କିନ୍ତୁ ଆମେ ବହୁତ ଲୋଭ କରୁଛନ୍ତି ଆଜ୍ଞା। ଆମର ଗୋଟେ ଗାଡ଼ି ଦରକାର, ଆମର ଘର ଦରକାର, ଆମର ସବୁ ଜିନିଷ ଦରକାର। ଘର ହେଇଗଲେ ବି ଆପଣ ଧୋକେ ବସିବେ କି? ଭୁବନେଶ୍ୱର ଗୋଟେ ଘର ହେଲା, କଲିକତାରେ ଗୋଟେ ଘର କରିବା। ଏତେ ଲୋଭୀ ହେବେନି। ଏତେ ଲୋଭୀ ହେଲେ ଆପଣଙ୍କର ପୁଣ୍ୟ ବଳ କମିଯିବ। ଆପଣଙ୍କର ଯେତିକି ଦରକାର ସେତିକି, ଗଣ୍ଡେ ଖାଇବାକୁ ମିଳୁଛି ବହୁତ ମୋ ପାଇଁ, ଆପଣଙ୍କ ପାଇଁ ଖାଦ୍ୟ ବସ୍ତ୍ର ଗାଡ଼ି ଖଣ୍ଡେ ହେଇଗଲେ ବହୁତ। ଯାହା ସେଥିରୁ 1% ପୁଣ୍ୟରେ ଲଗେଇବେ। ଆପଣ କୌଣସି ଗୋଟେ ଗରିବ ଲୋକକୁ ପଇସା ଦେଉଛନ୍ତି ବା ନ ଖାଇ ପାରୁଥିବା ପଶୁଟିଏ ତାକୁ ଦେଉଛନ୍ତି, କାହାକୁ ସାହାଯ୍ୟ କରୁଛନ୍ତି, ନିଶ୍ଚିତ ରୂପେ ଆପଣଙ୍କର ପୁଣ୍ୟ ବଳ ବଢ଼ିବ। ପଞ୍ଚମ ଅଧିପତି ନବମ ଅଧିପତିର ପୁଣ୍ୟ ଦେଖାଯାଏ। ଆପଣଙ୍କର ସେ ଥାଉ କି ନଥାଉ, ପୁଣ୍ୟ ବଳ ସର୍ବଦା ବଢ଼ାନ୍ତୁ। କିଛି ନହେଲେ ଗୋଟେ ମନ ଭିତରେ ସବୁବେଳେ ଏ ଆଶାଟା ଆପଣ ରଖନ୍ତୁ, ହେ ପ୍ରଭୁ, ବରଂ ମୁଁ କିଛି କଷ୍ଟ ପାଇଯାଏ କିନ୍ତୁ ମୋ ପାଖରେ ଥିବା ଲୋକଟା କଷ୍ଟ ନ ପାଉ। ଏଟା ବି ଗୋଟେ ପ୍ରକାର ପୁଣ୍ୟ, ମାନସ କର୍ମ ଆପଣ କଲେ। ହଉ, ତେଣୁ ଜ୍ୟୋତିଷରେ ଗୋଟେ ଏମିତି ଦେଖାଯାଏ, ଯଦି କୌଣସି ଜ୍ୟୋତିର୍ବିଦ ଆପଣଙ୍କୁ କହିଛନ୍ତି ଯେ ପଞ୍ଚମ ଅଧିପତି ଦୁର୍ବଳ ଆଉ କ'ଣ ନବମ ଅଧିପତି ଦୁର୍ବଳ, ସେଇଥିଲାଗି ପଞ୍ଚମକୁ ପୁତ୍ର ବୋଲି କୁହାଯାଏ ସନ୍ତାନ ଏବଂ ନବମକୁ ବାପା ପିତା, ତ ଦୁର୍ବଳ, ତାହେଲେ ଦୟାକରି ପୁଣ୍ୟ ଦିଗରେ ଆଗାନ୍ତୁ। ବରଂ ନିଜେ ନ ଖାଆନ୍ତୁ, ଲୋକଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଲୋକଙ୍କୁ ଦାନ କରନ୍ତୁ। ଆମର 2 ଖଣ୍ଡ ଡ୍ରେସ୍ ପିନ୍ଧିଲେ ହେଲା, ଏତେ ଡ୍ରେସ୍ କ'ଣ ହେବ? ଏତେ ଗୁଡ଼େ ପଇସା ନିଜ ପାଖରେ ସଞ୍ଚିକି ରଖିଲେ କିଛି ହେବନି। ସେଥିରୁ କିଛି ପଇସା ଆପଣ ଦିଅନ୍ତୁ, ଆପଣଙ୍କର ପୁଣ୍ୟ ହେବ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ଉପସ୍ଥିତ ହେବି। ପ୍ରାୟ ନବବର୍ଷ, ଇଂରେଜୀ ନବବର୍ଷ ପରଠାରୁ ଆଉ ବିଶେଷ ଭିଡ଼ିଓ ମୁଁ ରିଲିଜ୍ କରିବିନି, କାହିଁକିନା ଲୋକମାନେ ମହିଳା ଟିକେ ଅନେଷ୍ଟ ଭିଉ ବେଶୀ ଶୁଣୁନାହାନ୍ତି। ଲୋକମାନଙ୍କର ବେଶୀ ଦରକାର ରାଶିଫଳ,
ବର୍ଷଫଳ ଏଇସବୁ ଜିନିଷ କ୍ୟୁରିଓସିଟି ପାଇଁ ଦେଖୁଛନ୍ତି। ହଉ ସେ ଯାହା ବି ହେଉନା କାହିଁକି ଆଜି ପାଇଁ ଏତିକି। ମହାଦେବ ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ। ଓମ୍ ନମଃ ଶିବାୟ।